ଶୁଭ ସକାଳ ପିଲାମାନେ। ଆଉ କେମିତି ଅଛ? ଭଲ ଅଛ ସମସ୍ତେ? ହଉ ଠିକ ଅଛି। ଆଚ୍ଛା, ସାହିତ୍ୟ ବହିର 10 ପୃଷ୍ଠା ଖୋଲା। ଆଜି ଆମେ ଗୋଟେ ବହୁତ ସୁନ୍ଦର ଗପ ପଢିବା। ତମେ ସବୁ ଖୁସି ତ? ହଉ ଠିକ ଅଛି। ପୁଷ୍ପାଞ୍ଜଳି କଣ ସ୍କୁଲ ଆସିନି? ନା ଆଚ୍ଛା ମାଇକ, ତମ ଭଉଣୀ କଣ ପାଇଁ କେବେଠୁ ସ୍କୁଲ ଆସୁନାହାନ୍ତି? କଣ ହେଇଛି? ମୁଁ ତ ଠିକ ଅଛି ଜାଣିନି, କିନ୍ତୁ ଘରେ କହୁଥିଲି ତାର ବାହାଘର ଠିକ ଘରେ ବାହାଘର ହେଇଛି। ଛୁଟି ହେଲା ବେଳେ ମୁଁ ତମକୁ ରଖୁଛି। ଆରେ ଦେଖୁଛ କେତେ ଘାସ ହେଇଛି? ହଁ ପରା, କେତେ ସାରା ଘାସ ହେଇଗଲାଣି। ଆମେ ଏମିତି ଘାସ ଔଷଧ ଆଣି ପକେଇଲେ ହୁଅନ୍ତା। ଘାସ ଔଷଧ? ଆରେ ଭଲ କଥା ମନେ ପକେଇଲେ। କାଲି ମୁଁ ହାଟକୁ ଯିବି, ହାଟକୁ ଗଲେ ନେଇ ଆସିବି ଔଷଧ ହେଲା। ହଁ ହଁ। ଆଜ୍ଞା ନମସ୍କାର। ନମସ୍କାର। ଆଜ୍ଞା ନମସ୍କାର। ଆଚ୍ଛା ପୁଷ୍ପା କୁଆଡେ ଗଲା? କାଇଁ ଦେଖାଯାଉନାହିଁ? ଆଜ୍ଞା ମ୍ୟାଡାମ, ସେ ଟିକେ ଘର ଭିତରେ ଅଛି ତ ମୁଁ ଡାକି ଦଉଛି। ପୁଷ୍ପା, ଏ ପୁଷ୍ପା ଆସିଲୁ। ହଉ ମା ହେଲା। ସାର୍ କଣ ହେଇଛି? ତ ଦେହ ପା କଣ ଭଲ ନାହିଁ? କାଇଁ ବିଦ୍ୟାଳୟକୁ ଆସୁନାହୁଁ? ନାଇଁ ଆଜ୍ଞା, କଥା କଣ କି ତାର ଗୋଟେ ଭଲ ପ୍ରସ୍ତାବଟେ ଆସିଛି ତ। ଏତେ ଭଲ ପ୍ରସ୍ତାବ ଆମେ ହାତଛଡା କରିବାକୁ ଚାହୁଁଛୁ। ପଡିଛି କଣ ତାକୁ ଆସନ୍ତା ମାସକୁ ତା ବାହାଘର ଆମେ କରିଦେବୁ। ଆଜ୍ଞା ମ୍ୟାଡାମ, ଝିଅ ଜନ୍ମ ତ ପର ଘରକୁ। ଆଜି ନୁହେଁ ତ କାଲି ସେ ଶାଶୁ ଘରକୁ ଯିବ। ଟିକେ ରୋଷେଇବାସ ଆଉ ଘର କାମଟା ଶିଖିଦେଲେ ହୁଅନ୍ତାନି। ଏତେ ପାଠ ପଢି କଣ ହବ? ଆରେ ଆରେ, ଆପଣ ମାନେ ତା ବାପା ମା ହେଇକି କିଏ କଥା କହୁଛନ୍ତି? କେତେଟା ବୟସ ତାର? ଏଇ କଣ ବୟସରେ ତାକୁ ପାଠ ପଢିବାର ସୁଯୋଗ ନ ଦେଇ ଆପଣ ତାକୁ ବାହା କରିଦେବାକୁ ଚାହୁଁଛନ୍ତି? ନାଇଁ ମୋର ପାଠ ପଢିବାକୁ ବହୁତ ଇଚ୍ଛା ଅଛି। ମୁଁ ପାଠ ପଢି ଡକ୍ଟର ହେବି ଏବଂ ସମସ୍ତଙ୍କର ସେବା ମଧ୍ୟ କରିବି। ଆପଣ ଦେଖୁଛନ୍ତି ତ ଝିଅଟିର ପାଠ ପଢିବା ପାଇଁ କେତେ ଇଚ୍ଛା। ହଉ ଠିକ ଅଛି, ଶୁଣ। ଆଜିକାଲି ଦୁନିଆରେ ଝିଅ ପୁଅ ସମସ୍ତେ ସମାନ। ସମସ୍ତଙ୍କୁ ସମାନ ସୁବିଧା ସୁଯୋଗ ଦିଆଗଲେ ନାରୀମାନେ ମଧ୍ୟ ବହୁତ ଉଚ୍ଚ ସ୍ଥାନକୁ ଯାଇପାରିବେ। ଆଉ ଆପଣ ଜାଣିନାହାନ୍ତି, ଆମର ବର୍ତ୍ତମାନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସେ ବି ଜଣେ ଝିଅ। ଓଡିଶାର ଏକ ଛୋଟ ଗ୍ରାମରୁ ବାହାରି ସେ ଆଜି ଏତେ ବଡ ସ୍ଥାନରେ ପହଞ୍ଚି ପାରିଛନ୍ତି। ଇତିହାସର ପୃଷ୍ଠା ଲେଉଟାଇଲେ ଦେଖିଲେ ରାଣୀ ଲକ୍ଷ୍ମୀବାଇଙ୍କ ଠାରୁ ଆରମ୍ଭ କରି ଭାରତର ପ୍ରଥମ ମହାକାଶଚାରୀ କଳ୍ପନା ଚାୱଲା ପର୍ଯ୍ୟନ୍ତ ସମସ୍ତେ ଆମ ଇତିହାସର ପୃଷ୍ଠାକୁ କେତେ ଗୌରବାନ୍ୱିତ କରିଛନ୍ତି। ଆଉ ଆପଣ ମାନେ ଆଜିକା ସମାଜରେ ଛୋଟ ପିଲାଟିକୁ ପଢିବାର ସୁଯୋଗ ନ ଦେଇ ତାକୁ ପାଠରୁ ବଞ୍ଚିତ କରୁଛନ୍ତି। ଆପଣ ଦେଖିବେ, ତାକୁ ଆପଣ ପାଠ ପଢିବାକୁ ସୁଯୋଗ ଦିଅନ୍ତୁ, ସେ ବି ଦିନେ ଆପଣଙ୍କର ନାମ ଗୌରବାନ୍ୱିତ କରିବ। ଆରେ ମ୍ୟାଡାମ, ୟା ଭିତରେ ଏତେ କଥା ଅଛି ଆମେ ତ ଜାଣିନଥିଲୁ। ଆମେ ତ ଅନ୍ଧାର ଭିତରେ ହିଁ ରହିଯାଇଛୁ। ଆପଣ ଆମ ଆଖି ଖୋଲି ଦେଇଯାଇଛି। ଆପଣ ଜମା ବି ଟେନସନ ନିଅନ୍ତି। ସେ କାଲିଠୁ ସ୍କୁଲ ଯିବ, ଆମେ ପାଠ ପଢିବ। ଘରେ ମା, ତୁ କାଲିଠୁ ସ୍କୁଲ ଯିବୁ ଆଉ ଆମ ନାଁ ବି ଗୌରବାନ୍ୱିତ କରିବୁ। କେବେ ଜାଣିଛୁ ଆମେ ଖାଉଛେ କଣ, କେମିତି ରହିବା, ସେ ବିଷୟରେ କେମିତି ଜାଣିଛୁ? ପାଠ ସାଠ ନେଇକି କଣ ଫିଲିକି ଯିବୁ? ଛାଡ ସେ ପାଠ ସାଠ। ବିଷ୍ଣୁ ବାବୁ ମୋ ହୋଟେଲ, ମୁଁ ତାଙ୍କ ସହିତ କଥା ହେଇଛି, ତାଙ୍କ ହୋଟେଲରେ ରହିବୁ। ସେ କହିଛନ୍ତି ଖାଇ ପିଇକି ମାସକୁ 500 ଟଙ୍କା ଦେବେ। ଚାଲ ନା ନା ମୁଁ ପଢିବି ନା, କିଛି ପାଠ ସାଠ ହବା ଦରକାର ନାହିଁ। କଣ ବୟସରେ ପିଲାଟି, କେତେଟା ବୟସ ତାର? ଆରେ ମା, ଶୁଣିଲୁ ତମ ଘରେ କଣ ତତେ ପାଠ ପଢିବା ପାଇଁ ଛାଡୁନାହାନ୍ତି? ନାଇଁ ମ୍ୟାଡାମ, ଏତେ କମ ବୟସରେ ତୁ ଏଇଠି କାମ କରୁଛୁ? ନାଇଁ ମ୍ୟାଡାମ, ଛାଡୁନାହାନ୍ତି। କେତେ ଗପୁଛୁ କଣ? ଯା ବାସନ ମାଜିବୁ, କଷ୍ଟମର ଆସିଲାଣି। ଗପୁଛୁ କଣ? ଯା। ଆଜ୍ଞା ବାବୁ, ଯାଉଛି। ଯା ଜଲ୍ଦି ଯା। ଆରେ ବିଷ୍ଣୁ ବାବୁ, ଆପଣ ଏଇ ପିଲାଟାକୁ କଣ ଏମିତି କାମ କରୁଛନ୍ତି? ଆଜ୍ଞା ମ୍ୟାଡାମ, ମୋର କିଛି ଭୁଲ ନାହିଁ। ତା ଗରିବ ମାନେ ଏତେ ଅନ୍ୟାୟ କରୁଛନ୍ତି ନା, ଆସିକି ତାଙ୍କୁ କାମରେ ରଖିବି। କିଛି ଭୁଲ ନାହିଁ, ମୁଁ ଜାଣିନଥିଲି। ଆପଣ ଜାଣିଛନ୍ତି 14 ବର୍ଷର କମ ବୟସର ପିଲାମାନଙ୍କୁ ଯଦି ଏମିତି ମଜୁରିଆ ଭାବରେ କାମ କରିବେ, ଏଥିପାଇଁ ଆପଣଙ୍କୁ ଜେଲ ଦଣ୍ଡ ସହିତ ଜରିମାନା ମଧ୍ୟ ଦବାକୁ ପଡିପାରେ।
ଆପଣଙ୍କର କେମିତି ସାଧାରଣ ଜ୍ଞାନ ଥିବା ଦରକାର। ଆପଣ ଆଉ ତାକୁ କାମ କରିବାକୁ ପ୍ରଶ୍ରୟ ଦେବେ। ନା ଏଇଟା ମୋର ଭୁଲ ହଉ ଚାଲ ସସ୍ମିତା ଆମେ ତାଙ୍କ ସହ ତାଙ୍କ ଘରକୁ ଯିବା କଣ ହେଇଥିଲା ଆମେ ତାଙ୍କ କଥା ବୁଝିବା। ଝିଅ ତୁମେ ଉଠିଲ ତମ ଘର କୋଉଠି? ମ୍ୟାଡାମ ଏଇ ପାଖରେ। ଚାଲିଲ ତମ ଘରକୁ ଟିକେ ଚାଲିଲ। ଆଜ୍ଞା ଆପଣ ସେ ଛୋଟ ପିଲା ତ ଟାଇମିଂ କଣ ବ୍ୟବହାର କରୁଛନ୍ତି ଆଉ ଆପଣ ତାକୁ ପାଠ ପଢିବାକୁ ନ ଛାଡି ହୋଟେଲରେ କାମ କରିବାକୁ ପଠଉଛନ୍ତି। କଣ କରିବି ଆଜ୍ଞା ଆମେ ତ ଗରିବ ଲୋକ ତା ବାପା ଯେ ମତେ ଛାଡି ଚାଲିଥିବା ଦିନଠୁ ବହୁତ କଷ୍ଟରେ ତାକୁ ପଢେଇବି ପଇସା କୋଉଠୁ ଆଣିବୁ ଯେ ମୁଁ ତାକୁ ପାଠ ପଢେଇବି। ଆପଣ ସିନା ଖାଲି ପଇସା କଥା ଦେଖୁଛନ୍ତି ମାଉସୀ। ଆପଣ କେବେ ଆପଣଙ୍କ ଝିଅର ମନ କଥା ବୁଝିବା ପାଇଁ ଚେଷ୍ଟା କରୁଛନ୍ତି? ସେ କଣ ଚାହୁଁଛି ଆପଣ ଜାଣିଛନ୍ତି? ଥରେ ପଚାରିଲେ ତାକୁ ସେ କଣ ପାଠ ପଢିବାକୁ ଚାହେଁନି? ମୁଁ ପାଠ ପଢିବାକୁ ଚାହୁଁଛି। ହଁ ମା ପାଠ ପଢିବାକୁ ଚାହୁଁଛି। ହେଲେ ପଇସା ମୁଁ କୋଉଠୁ ଆଣିବି ରେ ମା? ଆମେ ତ ଦି ଓଳି ଦି ମୁଠା ଖାଇବାକୁ ତ ପାଉନି ପଇସା ପାଠ ପଢିବା କଥା ଉଠୁଛି କୋଉଠୁ? ମାଉସୀ ଆପଣ ଜମା ବି ବ୍ୟସ୍ତ ହୁଅନ୍ତୁନି। ସରକାର 14 ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କର ପାଠ ପଢିବା ପାଇଁ ଅନେକ ପ୍ରକାର ସୁବିଧା ସୁଯୋଗ କରିଛନ୍ତି। ଯେମିତିକି ମାଗଣା ପୋଷାକ ବହିପତ୍ର ବ୍ୟାଗ ଜୋତା ପୁଷ୍ଟିକର ଖାଦ୍ୟ ସାଙ୍ଗକୁ ସୁଅଜ୍ଞ ଟିଚର ମାନଙ୍କୁ ଏବଂ ସ୍ମାର୍ଟ ବୋର୍ଡ ସାହାଯ୍ୟରେ ଚିତ୍ର ମାଧ୍ୟମରେ ପାଠ ପଢାଇବା ଦ୍ୱାରା ଅଧିକ ପିଲାମାନଙ୍କର ବୋଧଗମ୍ୟ ହେଇପାରୁଛି। ତା ଛଡା ପିଲାମାନଙ୍କର ଖେଳ ପାଇଁ ଖେଳ ପଡିଆ ବିଭିନ୍ନ ପ୍ରକାର କ୍ରୀଡା ସାମଗ୍ରୀ ତମର ବଗିଚା ଏଇ ସବୁ ବିଭିନ୍ନ ପ୍ରକାର ଉପକରଣ ସରକାର ଆମକୁ ଯୋଗାଇ ଦଉଛନ୍ତି। ଏହା ଛଡା ମେଧାବୀ ଛାତ୍ରଛାତ୍ରୀ ମାନଙ୍କର ବୃତ୍ତି ମଧ୍ୟ ପ୍ରଦାନ କରୁଛନ୍ତି। ଆପଣଙ୍କର କଣ ଆବଶ୍ୟକ? ସରକାର ତ ସବୁ ସୁବିଧା ଆଜିଠାରୁ କଣ ଏବେ ସମାଜରେ କୌଣସି ବି ପିଲା ପାଠ ନ ପଢି ରହିବ ନାହିଁ। ସମସ୍ତଙ୍କ ପାଇଁ ସବୁ ପ୍ରକାର ସୁବିଧା ସୁଯୋଗ ହୋଇଯାଇଛି। ସର୍ବଶିକ୍ଷା ଅଭିଯାନ ବଦଳରେ ଏବେ ଆମର NEP 2020 ମାଧ୍ୟମରେ ସମଗ୍ର ଶିକ୍ଷା ଅଭିଯାନ ଆସିଛି। ଯୋଉ ସମଗ୍ର ଶିକ୍ଷା ଅଭିଯାନରେ ସମସ୍ତ ପ୍ରକାର ଗୁଣାତ୍ମକ ଶିକ୍ଷା ପିଲାମାନଙ୍କ ପାଇଁ ଉପଲବ୍ଧ ହୋଇଯାଉଛି। ତେଣୁ ମାଉସୀ ଆପଣ କିଛି ଚିନ୍ତା କରନ୍ତୁନି। ଆମ କୁନି ମାନଙ୍କ ଭଳି ସବୁ ଗରିବ ଘରର ପିଲାମାନେ ଭଲସେ ପାଠ ପଢି ପାରିବେ। ମୁଁ ତ ମୂର୍ଖ ଲୋକ ଆଜ୍ଞା ସରକାରଙ୍କର ଏତେ ଯୋଜନା ବିଷୟରେ ମୁଁ ଜାଣିବି ବା କେମିତି? ସତରେ ଯଦି ସରକାର ଏତେ କଥା କହୁଛନ୍ତି ତାହେଲେ ମୋ ଝିଅ ନିଶ୍ଚୟ କାଲିଠୁ ପାଠ ପଢିବ। ମା ମୁଁ କାଲିଠୁ ସ୍କୁଲ ଯିବି। 6ରେ ପଢିବି ମା। କାଲିଠୁ ନିଶ୍ଚୟ ପାଠ ପଢିବି। ହଁ ମାଉସୀ ତମ ଭଳି ଯଦି ସମସ୍ତେ ଏ ବିଷୟରେ ସଜାଗ ହେବେ ସଚେତନ ହେବେ ତେବେ ଆମ ଦେଶ ମୋ ସ୍ଥାନରେ ଯାଇ ମୋ ସ୍ଥାନରେ ବହୁତ ଶୀଘ୍ର ପହଞ୍ଚି ପାରିବ। ଆପଣ ମୋ ଆଖି ହଉ ମାଉସୀ ଆମେ ଆସିଛୁ କାଲି ଝିଅକୁ ନିଶ୍ଚିତ ସ୍କୁଲ ପଠେଇବା। ମାଉସୀ ସୁଜି ଭଲ କିଛି ଖାଇନ କିଛି ଦିଅ। ମାଉସୀ ଆଜିକାଲି ଦୁନିଆରେ କିଛି ଏମିତି କେମିତି ସମୟ ଛୋଟ ଛୋଟ ପିଲାମାନେ ଦେଖାଯାଉନି କେମିତି ଭିକ୍ଷା ମାଗୁଛନ୍ତି। ଆରେ ପିଲା ଛିଡା ହେଲା ଘରକୁ ଶୁଣିପାରୁନୁ ଆମର କେହି ନାହାନ୍ତି। ଆମେ ଦୁନିଆରେ କିଛି ଆମର ପରିଚୟ ନାହିଁ। ଆମେ କଣ କରିବୁ? ତମେ କଣ ବି ପାଠ ପଢୁନ ବିଦ୍ୟାଳୟକୁ ଯାଉଛ? କଣ ଅସୁବିଧା ହେଇଛି? ଦେଖାଯାଉନି ଜଣକୁ ଶୁଣାଯାଉ। ଦେଖୁଛୁ ତ ଦେଶର ସ୍ଥିତି ଆଜି କୋଉଠି ଆସିଲାଣି? କେମିତି ଆମେ ପାଠ ପଢିବୁ? ଆମକୁ ତ କିଛି ଦେଖାଯାଉନି କି ଆମେ କିଛି ଶୁଣିପାରୁନୁ ପାଠ ପଢିବୁ। ଆରେ ଏଇ ଗୋଟେ କଥା ଏଥିପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ଯେମିତିକି ଅନାଥ ପିଲାମାନଙ୍କର ରହିବା ଖାଇବା ସେମାନଙ୍କର ପଢାପଢି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି। ଠିକ ସେମିତି ଦିବ୍ୟାଙ୍ଗ ପିଲାମାନଙ୍କର ରହିବା ଖାଇବା ପାଠ ପଢିବା ପାଇଁ ମଧ୍ୟ ଅନେକ ପ୍ରକାରର ସୁବିଧା ସୁଯୋଗ ଉପଲବ୍ଧ କରାଯାଇଛି। ଆଉ ଆପଣ ଜାଣିଲେ ଖୁସି ହେବେ ଆଜିକାଲି ରାଜ୍ୟ ସରକାର ଇନକ୍ଲୁସିଭ ଏଜୁକେସନ ମାଧ୍ୟମରେ ସମସ୍ତ ବର୍ଗର ସମସ୍ତ ବର୍ଷର ପିଲାମାନଙ୍କୁ ଏକାଠି ପାଠ ପଢେଇବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନେଇ ସୁବିଧା ସୁଯୋଗ ପ୍ରଦାନ କରୁଛନ୍ତି। ଏତେ ସବୁ ସୁବିଧା ସୁଯୋଗ ଥିବା ସତ୍ତ୍ୱେ ତମେ ମାନେ କାହିଁକି ରାସ୍ତାରେ ବସି ଯିବା ପାରିବ? ତମେ ମାନେ ଛାଡ ଆଉ ତମ ମାନଙ୍କୁ ଯୋଉ ସ୍ୱତନ୍ତ୍ର ବ୍ୟବସ୍ଥା ହେଇଛି ଯାହାକୁ ଶୁଣା ଯାଉନି କିମ୍ବା ଦେଖାଯାଉନି ଯୋଉ ଦିବ୍ୟାଙ୍ଗ ପିଲାମାନେ ଅଛନ୍ତି ସେମାନଙ୍କ ପାଇଁ ସମସ୍ତଙ୍କ ପ୍ରକାର ସ୍ୱତନ୍ତ୍ର ବ୍ୟବସ୍ଥା ହେଇଛି। ତେଣୁ ତମେ ମାନେ ସେଇ ପ୍ରକାର ସ୍କୁଲରେ ରହିବ ଆଉ ଭଲ ଭାବରେ ପାଠ ପଢିବ ଆଉ ବଡ ମଣିଷ ହୋଇବ। ତମେ ତମର ଦୁର୍ବଳତାକୁ ନିଜର ସଫଳତାରେ ପରିଣତ କରିବ। ଚାଲ ଆମେ ତମକୁ ସେଠାରେ ନେଇ ଛାଡି ଦେଇ ଦେଖିଲ ତ ପିଲାମାନେ ଗୋଟେ ଝିଅ ହଉ କିମ୍ବା ଗୋଟେ ଦିବ୍ୟାଙ୍ଗ ହଉ କିମ୍ବା ଗୋଟେ ଗରିବ ଘରର ପିଲା ହଉ ସମସ୍ତେ ଆଜିକାଲି ଦୁନିଆରେ ପାଠ ପଢିପାରିବେ। ସମଗ୍ର ଶିକ୍ଷା ଅଭିଯାନ ମାଧ୍ୟମରେ ସମସ୍ତେ ଗୁଣାତ୍ମକ ଶିକ୍ଷାର ଅଧିକାରୀ ହୋଇପାରିବେ। ନମସ୍କାର।